କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଗଞ୍ଜାମ ଜିଲ୍ଲାର ଶହ ଶହ ମହିଳା ସ୍ୱାସ୍ଥ୍ୟକର୍ମୀ। ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଦେଲେ ଚେତାବନୀ। ବ୍ରହ୍ମପୁରସ୍ଥିତ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି। ପଦୋନ୍ନତି ପାଇଁ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ସ୍ୱାସ୍ଥ୍ୟକର୍ମୀ। ପୁରୁଷ ସ୍ୱାସ୍ଥ୍ୟକର୍ମୀମାନଙ୍କ ପଦୋନ୍ନତି ହୋଇଥିଲେ ବି ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ପଦୋନ୍ନତି ହୋଇପାରି ନାହିଁ। ପଦୋନ୍ନତି ଦାବି ନେଇ ଆଗରୁ ଚେତାବନୀ ଦେଇଥିଲେ ମହିଳାମାନେ। ଏଣି ସିଡିଏମ୍ଓ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ମହିଳା ସ୍ୱାସ୍ଥ୍ୟକର୍ମୀ। ନିଜର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ସେମାନେ ବନ୍ଦ ରଖିବେ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ 300ରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ସାମିଲ ହୋଇଛନ୍ତି। ଆମ ଦିଦି ମାନେ 25 ବର୍ଷ ଏଇ ଗୋଟେ ଲେବୁଲରେ କାମ କରିକି ଆଜି ପର୍ଯ୍ୟନ୍ତ ପ୍ରମୋସନ ପାଇନାହାନ୍ତି। ଆମେ ପ୍ରମୋସନ ପାଇଁ ଲଢ଼େଇ କରୁଛୁ। ପ୍ରମୋସନ ଦେଲେ ଆମେ ଉଠିବୁ। ପୁରୁଷମାନେ ତାଙ୍କ ଦାବି ପୂରଣ କରୁଛନ୍ତି। କ'ଣ ଦେଇକି କ'ଣ କରିକି ଆମେ କହିପାରିବୁନି, କିନ୍ତୁ ସେମାନଙ୍କର ସବୁ କାମ ହେଇଯାଉଛି। ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିବୁ ବୋଲି ଆମେ ଚିନ୍ତା କରିଛୁ। ଯେହେତୁ ସମସ୍ତ ଜିଲ୍ଲାରେ ଯଦି କାର୍ଯ୍ୟକାରୀ ହେଇକି ସମସ୍ତେ ପଦୋନ୍ନତି ପାଇପାରିଲେ, କିନ୍ତୁ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଆମେମାନେ ମହିଳା ସ୍ୱାସ୍ଥ୍ୟକର୍ମୀ ଏତେ ଅବହେଳିତ, ମାନେ ଆମକୁ ଆଉ କିଛି ମାନେ ମୁଣ୍ଡ କିଛି କାମ ବି କରୁନି। ଆମକୁ ବହୁତ ମେଣ୍ଟାଲ ପ୍ରେସର ହେଉଛି, ଯୋଉଟାକି ଜଣେ ଜୁନିୟର ପିଲାମାନେ ମଧ୍ୟ ଆଜି ଯୋଉଟା ପୁରୁଷ ସ୍ୱାସ୍ଥ୍ୟକର୍ମୀ ସିନିୟର ହେଇକି ମାନେ ଜୁନିୟର ହେଇକି ମଧ୍ୟ ସେମାନେ ପଦୋନ୍ନତି ପାଇପାରିଲେ, କିନ୍ତୁ ଆମେ ପଦୋନ୍ନତି ପାଇପାରିଲୁନି।